ଲକ୍ଷ୍ମୀ ବସ୍ ନେଲା ଜୀବନ, ଜଣେ ମୃତ, ଜଣେ ଗୁରୁତର। ଘଟଣାସ୍ଥଳରେ ଉତ୍ତେଜନା। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ନେଲା ଜୀବନ। ଘଟଣାସ୍ଥଳରେ ଉତ୍ତେଜନା ଓ ଗୁରୁତରକୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ। ମଙ୍ଗଳବାର ସକାଳୁ ସକାଳୁ ଘଟିଛି ଏହି ମର୍ମନ୍ତୁଦ ଘଟଣା। ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହାନନ୍ଦିଆ କୌଣସି କାମରେ ବାଇକ୍ ଯୋଗେ ଯାଉଥିବା ବେଳେ ଏହି ସମୟରେ ଲକ୍ଷ୍ମୀ ଯୋଜନାରେ ଓଡ଼ିଶା ସରକାର ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଗାଇ ଦେଇଥିବା ବେଳେ ଉକ୍ତ ଲକ୍ଷ୍ମୀ ବସ୍ ଦିଗ ପରିବର୍ତ୍ତନ ପାଇଁ ବସ୍ ପଛଘୁଞ୍ଚା ଦେଉଥିଲା। ଫଳରେ ବସ୍ ପଛରେ ଥିବା ବାଇକ୍କୁ ଧକ୍କା ଦେଇଥିଲା। ଧକ୍କାରେ ବାଇକ୍ର 2 ଜଣ ଆରୋହୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନା ପଠାଇଥିଲେ। କଣ୍ଟାମାଳ ଡାକ୍ତରଖାନାରେ ବାଲ୍ମୀକି ମହାନନ୍ଦିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପ୍ରଶାନ୍ତ ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଅଞ୍ଚଳରେ ରାସ୍ତାଘାଟ ଜାମ୍ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କଣ୍ଟାମାଳ ଥାନା ପୋଲିସ ପହଞ୍ଚି ଉତ୍ତେଜନା ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ମନମୁଣ୍ଡାରୁ ଅବୁବକର ଖାନଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।